ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ 108 ଗଡ଼ୁ ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ସେଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସେହିପରି ସ୍ନାନଯାତ୍ରା ପହଣ୍ଡି ପାଇଁ କୋଠସୁଆଁସିଆମାନେ ରତ୍ନସିଂହାସନରେ ଚାରମାଳ ବାନ୍ଧିବେ। ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ। ଚାରମାଳ ବନ୍ଧା ଏବଂ ସେନାପଟା ଲାଗି ନୀତି ପାଇଁ ଆଜି ରାତି 12ଟାରୁ ଆସନ୍ତାକାଲି ଦିନ 11ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶନିବାର ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ। ନିଶ୍ଚିନ୍ତ ଭାବରେ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦରେ ଚଳିତ ବର୍ଷ ଆଜି ଦିନରେ ଦଇତାପତି ମାନେ ପ୍ରବେଶ କଲେ। ବର୍ଷକ ଭିତରେ 11 ମାସ ସରକାର ଦାୟିତ୍ୱ ନିଅନ୍ତି। 1 ମାସ ଦଇତାପତି ମାନଙ୍କର ଦାୟିତ୍ୱ ଥାଏ। ପ୍ରଶାସନ ସହଯୋଗ ରୁହେ, ଯେଉଁଥିରେ କି ସମ୍ପୂର୍ଣ୍ଣ କାର୍ଯ୍ୟ ଦଇତାପତି ମାନେ ତ୍ରୟୋଦଶୀ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯେତେ ଗୁଡ଼ିଏ କାମ ସବୁ କାମ ମଧ୍ୟ ଦଇତାପତି ମାନେ କରିଥାନ୍ତି ଓ ନିଷ୍ଠାର ସହିତ କାମ କରନ୍ତି। ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କର କାର୍ଯ୍ୟ ଠିକ୍ ହେବ ବୋଲି ଆମର ଆଶା ବିଶ୍ୱାସ। ଆମେ ସ୍ନାନ ପୂର୍ଣ୍ଣିମା ପାଇଁ ଆମର ପ୍ରସ୍ତୁତି ଅଲମୋଷ୍ଟ ସରିଯାଇଛି। ଆମେ ବିଭିନ୍ନ ଷ୍ଟେକ୍ ହୋଲ୍ଡର୍ସ ଯେଉଁମାନେ ସ୍ନାନ ପୂର୍ଣ୍ଣିମାର ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ତାଙ୍କ ସହିତ ଆଲୋଚନା କରିଛୁ। ତାଙ୍କ ସହିତ ବୈଠକ ମାନ ହେଇଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସହିତ ଆମର ରେଗୁଲାରଲି ଆଲୋଚନା ହେଉଛି। ପୂର୍ବପରି ଏ ବର୍ଷ ମଧ୍ୟ ଆମେ ସେହି ପ୍ରକାରର ବ୍ୟବସ୍ଥା କରିଛୁ। ଲୋକମାନେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଯିବେ, ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିବେ ଏବଂ ଉତ୍ତର ଦ୍ୱାର ଦେଇ ତାଙ୍କର ପ୍ରସ୍ଥାନ ହେବ ଏବଂ ବାହାରେ କ୍ରାଉଡ୍ କଣ୍ଟ୍ରୋଲ ପାଇଁ ବ୍ୟାରିକେଡିଂ କରାଯାଇଛି।